ବର୍ତ୍ତମାନର ସବୁଠାରୁ ବଡ଼ ଖବର ହେଉଛି ଚାଷୀମାନଙ୍କୁ ମିଳିବ ଖୁବ୍ ଶୀଘ୍ର 2000 ଟଙ୍କା। ମୁଁ ଆପଣମାନଙ୍କୁ ପ୍ରୁଫ୍ ସହ ଦେଖାଉଛି, କୌଣସି ଫେକ୍ ନୁହେଁ। ଦେଖନ୍ତୁ, ଗତକାଲି ମୁଁ ପିଏମ୍ କିଷାନର ଅଫିସିଆଲ ୱେବସାଇଟ୍କୁ ଯେତେବେଳେ ଭିଜିଟ୍ କରିଥିଲି, ସେତେବେଳେ ଏହିପରି ଭାବରେ ଗୋଟିଏ ନୋଟିସ୍ ଶୋ କରୁଥିଲା, ଯେଉଁଥିରେ କି ଲେଖାଥିଲା ଡ୍ୟୁ ଟୁ ସ୍କେଡ୍ୟୁଲ୍ ମେଣ୍ଟେନାନ୍ସ ପିଏମ୍ କିଷାନ ପୋର୍ଟାଲ will not be available from 6 PM to 8 PM on 13/6/2024। ଆପଣ ଦେଖିପାରୁଥିବେ ଡେଟ୍ଟି, ନଚେତ୍ ଭାବୁଥିବେ ଏହା ପୁରୁଣା ଅଟେ। ଦେଖନ୍ତୁ, 13/6 ଅର୍ଥାତ୍ ଗତକାଲି ଯେତେବେଳେ ମୁଁ ପିଏମ୍ କିଷାନର ଅଫିସିଆଲ ୱେବସାଇଟ୍କୁ ଭିଜିଟ୍ କରିଥିଲି, ପାଖାପାଖି 6:15 କି 20 ଏହିପରି ହେବ। ତ ଦେଖନ୍ତୁ, ଏହିପରି ଭାବରେ ଆପଣଙ୍କର ଗୋଟିଏ ନୋଟିସ୍ ଶୋ କରୁଥିଲା। ଏବେ ଦେଖନ୍ତୁ, ପିଏମ୍ କିଷାନର ଅଫିସିଆଲ ୱେବସାଇଟ୍କୁ ଯେତେବେଳେ ଭିଜିଟ୍ କରୁଛି, ତାର ସବୁକିଛି ଡିଟେଲ୍ସରେ ଆପଡ଼େଟ୍ ମଧ୍ୟ ହୋଇ ସାରିଛି। ଏବଂ ଆଜି ସକାଳୁ କିଛି ଚାଷୀଙ୍କର ମୋବାଇଲ ନମ୍ବରକୁ ଗୋଟିଏ ମେସେଜ ମଧ୍ୟ ଆସିଛି। ଏବଂ ଦେଖନ୍ତୁ, ଯେଉଁଥିରେ କି ଲେଖା ଅଛି ପିଏମ୍ କିଷାନର ଲାଭ ପାଇବା ପାଇଁ ଦୟାକରି ନିଜର ବ୍ୟାଙ୍କ ଶାଖା ପରିଦର୍ଶନ କରନ୍ତୁ ଏବଂ ତୁରନ୍ତ ନିଜର ଆଧାରକୁ ବ୍ୟାଙ୍କ ଆକ୍ସିକୋଡ଼ ସହିତ ଲିଙ୍କ କରନ୍ତୁ। ଅର୍ଥାତ୍ ଯେଉଁ ଚାଷୀ ଭାଇ ଭଉଣୀମାନଙ୍କର ଆଧାର କାର୍ଡ଼ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ନାହିଁ, ସେମାନେ ଯଥାଶୀଘ୍ର ବ୍ୟାଙ୍କ ଆକାଉଣ୍ଟ ସହିତ ନିଜର ଆଧାର କାର୍ଡ଼କୁ ଲିଙ୍କ କରିବା ପାଇଁ ପରାମର୍ଶ ଦେଉଛନ୍ତି। ଏହା ବ୍ୟତୀତ ଯେଉଁମାନେ ନ୍ୟୁ ଆବେଦନ କରିବା ପାଇଁ ଚାହୁଁଥିବେ, ସେମାନେ ମଧ୍ୟ ନ୍ୟୁ ପିଏମ୍ କିଷାନ ଯୋଜନାକୁ ଆବେଦନ କରିପାରିବେ। ଏବଂ ଯେଉଁମାନେ ପୂର୍ବରୁ ଆବେଦନ କରିଥିଲେ, ତାଙ୍କର ପେଣ୍ଡିଂ ଥିଲା, ସେମାନେ ମଧ୍ୟ ଚେକ୍ କରିକି ନିଜର ଆପ୍ଲିକେସନ୍ ବାବଦରେ ଡିଟେଲ୍ସରେ ଜାଣିପାରିବେ। ତା ପୂର୍ବରୁ ଆପଣମାନଙ୍କ ପାଇଁ ଛୋଟିଆ ଅନୁରୋଧ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ନିହାତି ଭାବରେ ଛୋଟିଆ ଲାଇକ୍ କରିବେ, ସାଙ୍ଗସାଥିମାନଙ୍କୁ ନିହାତି ଭାବରେ ସେୟାର କରିଦେବେ ଏବଂ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଭିଜିଟ୍ କରିଥିବେ ତେବେ ନିହାତି ଭାବରେ ସବସ୍କ୍ରାଇବ୍ ମଧ୍ୟ କରିଦେବେ, ଆଗକୁ ଏହିପରି ନୂଆ ନୂଆ ଇନଫର୍ମେସନ୍ ପାଇବା ପାଇଁ। ଏବଂ ଦେଖନ୍ତୁ, ତାର ଅଫିସିଆଲ ୱେବସାଇଟ୍ ରହୁଛି, ଯାହାକି pmkisan.gov.in। ଆପଣମାନେ ଏହି ସାଇଟ୍କୁ ଭିଜିଟ୍ କରିକି ନିଜେ ମଧ୍ୟ ଚେକ୍ କରିପାରିବେ। ଯଦି ଆପଣ ନିଜେ ଭିଜିଟ୍ କରିପାରୁନାହାନ୍ତି, ତାହେଲେ ଡେସ୍କ୍ରିପସନରେ ମୁଁ ଆପଣମାନଙ୍କର ଲିଙ୍କ ଦେଇଦେଇଛି, ଆପଣ ସିଧାସଳଖ ଯାଇକି ଭିଜିଟ୍ ମଧ୍ୟ କରିପାରିବେ। ତ ଦେଖନ୍ତୁ, ଏହାର ଅଫିସିଆଲ ୱେବସାଇଟ୍କୁ ଯେମିତି ଆସିବେ, ଟିକିଏ ତଳକୁ ସ୍କ୍ରୋଲ୍ କଲେ ଏହିପରି ଭାବରେ ଲେଖାଟି ରହୁଛି, ଯାହାକି ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ୍, ଦେନ୍ ରହୁଛି ଆପଣ EKYC, ଦେନ୍ ରହୁଛି ଦେଖନ୍ତୁ नो योर ଷ୍ଟାଟସ୍। ଯଦି ଆପଣ ପୂର୍ବରୁ ପିଏମ୍ କିଷାନ ଆବେଦନ କରିଛନ୍ତି, ତାହେଲେ नो योर ଷ୍ଟାଟସ୍ ଉପରେ ଜଷ୍ଟ କ୍ଲିକ୍ କରିବେ। କ୍ଲିକ୍ କଲେ ଦେଖନ୍ତୁ ଏହିପରି ଭାବରେ ଆପଣଙ୍କର ଆସୁଛି ପେଜ୍, ଯେଉଁଥିରେ କି ଦେଖନ୍ତୁ ରହିଛି ଏଣ୍ଟର ରେଜିଷ୍ଟ୍ରେସନ ନମ୍ବର, ଦେନ୍ ଆପଣ କ୍ୟାପଚା କୋଡ୍ଟି ମାରିକି ଗେଟ୍ OTP ଉପରେ ଆପଣ ଯେମିତି ମାରିଦେବେ, ଆପଣଙ୍କର ଆପ୍ଲିକେସନ୍ ଡିଟେଲ୍ସରେ ପଳେଇ ଆସିବ। ଟିକିଏ ତଳକୁ ଦେଖନ୍ତୁ ରହିଛି ପିଏମ୍ କିଷାନ ହେଲ୍ପଲାଇନ୍ ନମ୍ବର ଆପଣଙ୍କର ରହୁଛି। ତାପରେ ଦେଖନ୍ତୁ ରହୁଛି EKYC ଇଜ୍ ମ୍ୟାଣ୍ଡେଟୋରୀ ଫର୍ ପିଏମ୍ କିଷାନ ରେଜିଷ୍ଟର୍ଡ ଫାର୍ମର, OTP ବେସ୍ଡ EKYC ଇଜ୍ ଆଭେଲେବୁଲ୍ ଅନ୍ ପିଏମ୍ କିଷାନ ପୋର୍ଟାଲ। ମାନେ OTP ବେସ୍ରେ ଆପଣ EKYC ମଧ୍ୟ କରିପାରିବେ। ଯଦି ଆପଣ OTP ବେସ୍ରେ EKYC କରୁନାହାନ୍ତି, ତାହେଲେ ଦେଖନ୍ତୁ ଆଉ କ'ଣ କରିବେ ନା, ନିୟରେଷ୍ଟ CSC ସେଣ୍ଟରକୁ ଆପଣ ଯାଇକି ମଧ୍ୟ ବାୟୋମେଟ୍ରିକ୍ ବେସ୍ EKYC ମଧ୍ୟ କରିପାରିବେ। ନଚେତ୍ ଦେଖନ୍ତୁ ଆପଣଙ୍କର ପେମେଣ୍ଟ ଆସିବାରେ ବହୁତ ପ୍ରୋବ୍ଲେମ୍ ହେବ। ଆଉ ଟିକେ ତଳକୁ ସ୍କ୍ରୋଲ୍ କରନ୍ତୁ, ଦେଖିବେ ଏହିପରି ଭାବରେ ବହୁତ ସାରା ଆପଣ ଅପସନ୍ ମଧ୍ୟ ପାଇବେ। ଦେଖନ୍ତୁ, ଯେମିତି ଉପରେ ଥିଲା ଆପଣଙ୍କର EKYC ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ, ତାପରେ ଥିଲା ଦେଖନ୍ତୁ नो योर ଷ୍ଟାଟସ୍। ଏଠି ମଧ୍ୟ ଠିକ୍ ସେଇ ସେମ୍ ଜିନିଷ ରହୁଛି, ଯାହାକି EKYC ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ, ଷ୍ଟାଟସ୍ ଅଫ୍ ସେଲ୍ଫ ରେଜିଷ୍ଟ୍ରେସନ ଫାର୍ମର ବା CSC ଫାର୍ମର। ତାପରେ ଦେଖନ୍ତୁ ରହୁଛି ଆପଡେଟ୍ ଅଫ୍ ସେଲ୍ଫ ରେଜିଷ୍ଟର୍ଡ ଫାର୍ମର, नो योर ଷ୍ଟାଟସ୍, ବେନିଫିସିଆରୀ ଲିଷ୍ଟ, ତାପରେ ନେମ୍ କରେକ୍ସନ ଏଜ୍ ପାର୍ ଆଧାର, ଅନଲାଇନ୍ ରିଫଣ୍ଡ। ଏହିପରି ଭାବରେ ଆପଣ ଦେଖୁଥିବେ ଆହୁରି ଅନେକ ଗୁଡ଼ିଏ ଅପସନ୍। ତ ଦେଖନ୍ତୁ, ଯେଉଁମାନେ ନ୍ୟୁ ଆବେଦନ କରିବେ, ସେମାନେ ନ୍ୟୁ ଫାର୍ମର ରେଜିଷ୍ଟର ଉପରେ ଆପଣ କ୍ଲିକ୍ କରିବେ। ଯେମିତି କ୍ଲିକ୍ କରିବେ, ଦେଖନ୍ତୁ ଆପଣଙ୍କର ଫର୍ମଟି ଆସିଯିବ। ଯଦି ଆପଣ ରୁରାଲ ଫାର୍ମର ହେଇଥିବେ, ତାହେଲେ ଦେଖନ୍ତୁ ଅପସନ୍ 1ରେ ଆପଣ କ୍ଲିକ୍ କରିବେ। ଦେନ୍ ଆପଣଙ୍କର ଏଣ୍ଟର
आधार नंबर आपणकर आधार नंबर टी देबे देन देखंतु आपणकर मोबाइल नंबर टी देबे देन एठारे आपणकर स्टेट टी जहाँ थिबो आपण ताको चूज करिवे चूज कला परे देखंतु कैप्चा कोड मारिकी ओटीपी मारिबे आपणकर मोबाइल नंबर जो मोबाइल नंबर देथिबे से मोबाइल नंबर को गोटे ओटीपी जीवो ओटीपी गला परे आपण निहाती भाव में आग को प्रोसेस रे आवेदन करेंगे तो आग को कौन कौन डॉक्यूमेंट लगे ना आपणकर जमी पट्टा लगे आधार कार्ड लगे ता व्यतीत आपणकर डिटेल्स रे लगे केते जमी अच्छी केते कौन अच्छी से एवं बैंक पासबुक लगे यही सब डॉक्यूमेंट आग को लगे यहीपरि भाव में आप न्यू फार्मर रजिस्ट्रेशन करें एवं जानी रखु जो मानकर बैंक अकाउंट सहित आधार कार्ड लिंक नहीं सेमानकर पेमेंट आसबार प्रॉब्लम हम तेणु आपण यथाशीघ्र आपणकर बैंक अकाउंट सहित आधार कार्ड को लिंक निहाती भाव में करातु। तो थैंक यू फ्रेंड्स जय जगन्नाथ। जदि वीडियो भल लगी तेज निहाती भाव में छोटिया लाइक करेंगे सांगसाथी मानक वीडियो को शेयर करदे। थैंक यू जय जगन्नाथ। पुणी देखा आउ एक नुआ वीडियो।